ତେବେ ଭାଇ ମୁଁ ସାମଲ ଭାଇଙ୍କୁ ଜାଣିଥିବେ ଆପଣଙ୍କର ମୋର ଏଇ ସାଡନେଲି ଗୋଟେ ଏପିସୋଡ ପଡିଥିଲା ସାମଲ ଭାଇଙ୍କର ତାଙ୍କ ପାଖରୁ ସେଇ ଶୋରୁ ମୁଁ ଆରମ୍ଭ କରିଥିଲି ସେଇ ଏପିସୋଡ ରୁ ଆରମ୍ଭ କରିଥିଲି ରେପିଡ ଫାୟାର ରାଉଣ୍ଡ ତେବେ ରେପିଡ ଫାୟାର ରାଉଣ୍ଡ ଆପଣ ପାଇଁ ଆପଣ ତମେ ସେଇ ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ? ଭାଇ ରେଡି 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 ତେବେ ଷ୍ଟାର୍ଟ କରିବା ରେପିଡ ଫାୟାର ରାଉଣ୍ଡ। ପ୍ରଥମ କ୍ୱେଶ୍ଚନ ହଉଛି ମେଲୋଡି ନା ପ୍ରେମ? ମେଲୋଡି ଭାଇ କେବଳ ଗୋଟିଏ ୱାର୍ଡ ରେ ଆନ୍ସର ଦେବେ ଆଉ ଟିକେ ଶୀଘ୍ର ଶୀଘ୍ର କହିବେ ରେପିଡ ଫାୟାର ରାଉଣ୍ଡ। ମେଲୋଡି ନା ପ୍ରେମ? ମେଲୋଡି ମେଲୋଡି। ଷ୍ଟୁଡିଓ ରୁମ୍ ନା ଆଲବମ ର ସୁଟିଂ ସେଟ୍? ଷ୍ଟୁଡିଓ ରୁମ୍ ଷ୍ଟୁଡିଓ ରୁମ୍। ପ୍ରଥମେ ଅଭିନୟ ନା ପ୍ରଥମେ ସୁର? ସ୍ୱର ଭାଇ। ପ୍ରେମାନନ୍ଦ ନା ଅଭିଜିତ ମଜୁମଦାର ମ୍ୟୁଜିକ ନିର୍ଦ୍ଦେଶକ ଭିତରୁ? ପ୍ରେମାନନ୍ଦ। ତେବେ ଆମ ମୟୂରଭଞ୍ଜର ବ୍ଲଗର ହିସାବରେ ଆପଣଙ୍କୁ କୋଉ ଯୋଡିକୁ ବେଶୀ ଭଲ ଲାଗେ? କପୁଲ୍ସ ଭାଇ ଯୋଡି ଅଛନ୍ତି ମୁଁ ଜାଣିନି ଭାଇ। କପୁଲ୍ସ ବ୍ଲଗ ଜାଣିନି ଭାଇ ସେମିତି ମୁଁ ଦେଖିନାହାନ୍ତି ଆପଣ ବେଶୀ ବ୍ଲଗ ଦେଖିନାହାନ୍ତି? କପୁଲ୍ସ ବ୍ଲଗ ଦେଖିଛନ୍ତି କି ନାହିଁ? ଦେଖିନି ସେମିତି ମୁଁ ଭାଇ ଲବ ଭାଇଙ୍କର ଖାଲି ବ୍ଲଗ ଦେଖେ। ଆଚ୍ଛା ଆଜ୍ଞା ସେମିତି ଆଉ କପୁଲ୍ସ ବ୍ଲଗ ଦେଖିନାହାନ୍ତି? ତବେ ଠିକ ଅଛି କ୍ୱେଶ୍ଚନ ଟି ଛାଡି ଦିଅନ୍ତୁ। ଦି ଜଣଙ୍କ ନାଁ ନେବି ଜଣକୁ ବାଛିବେ। ଲବ ହାଁସଦା ନା ସାଧୁ ମାରାଣ୍ଡି? ଲବ ହାଁସଦା। ଲଭ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ? ଭାବି ଚିନ୍ତିକି ଟିକେ ଉତ୍ତର ଦେବେ। ଲଭ ମ୍ୟାରେଜ। ଆପଣ ସେତେବେଳେ ମତେ କହିଲେ କି ମୋର ବୟସ ହେଇନି କି ପ୍ରେମ କରିବା ପାଇଁ, ଆପଣ ଏବେ କହୁଛନ୍ତି ଲଭ ମ୍ୟାରେଜ। ଟିକେ ଆମକୁ ଟିକେ ତାର କ୍ଲାରିଟି ଦେଇକି କିଛି କହିଦେବେ କି? ନା ଜିନିଷ ହଉଛି ଯଦି ଆଗକୁ କେହି ଲଭ ଟା ହେଇଯିବ ତାହେଲେ ହେଇଯିବ ଆଉ। ଆଚ୍ଛା ସେଇଟା ତ କହିହେବନି, ପ୍ରେମ କଥା କହିହେବନି। ଠିକ କଥା। ତେବେ ସୀତାକୁଣ୍ଡ ନା ବରେଇ ପାଣି? ସୀତାକୁଣ୍ଡ। ଓଡିଆ ହିରୋ କିଏ ପସନ୍ଦ? ଅନୁଭବ ନା ବାବୁସାନ? ବାବୁସାନ। ସୁଧା ମାରାଣ୍ଡି ନା ଭାଦବ ହାଁସଦା? ସୁଧା ମାରାଣ୍ଡି। ଜୟ ବିଜେଡି। ତେବେ ଭାଇ ପଖାଳ ନା ରୁଟି? ଭାଇ ପଖାଳ। ହ୍ୟୁମାନ ସାଗର ନା କୁମାର ଆପି? ପ୍ରଥମ କଥା କହି ରଖିବା ପାଇଁ ଚାହୁଁଛି ହ୍ୟୁମାନ ସାଗର ଭାଇ ଯିଏ କି କଣ କହିବି ଆମ ଓଡିଶାରେ ଏତେ ସାରା ଭଲ ପାଇବା ସାଉଁଟିଥିବା ଜଣେ ଗାୟକ, ସେ ତ ଆମ ଗହଣରେ ଆଜି ନାହାନ୍ତି। ତ ଦୁଃଖ ତ ଲାଗୁଛି, କଣ କରିବା ଭାଇ, ଯାହା ହେଇଯାଇଛି। ତେବେ ମୋର ପ୍ରଶ୍ନ ହଉଛି ହ୍ୟୁମାନ ସାଗର ନା କୁମାର ଆପି? ହ୍ୟୁମାନ ସାଗର। ଆଜ୍ଞା। କୁମାର ବାପିଙ୍କୁ ଭଲ ପାଆନ୍ତି କି ନାହିଁ? ଭଲ ପାଏ, ସେ ତ ଲେଜେଣ୍ଡ କିନ୍ତୁ କାହାର ଗୀତ ବେଶୀ ପସନ୍ଦ ଲାଗେ? ହ୍ୟୁମାନ ଭାଇଙ୍କର। କୁମାର ବାପିଙ୍କର କେମିତି ଲାଗେ? ତାଙ୍କର ଭଲ ଲାଗେ କିନ୍ତୁ ବେଶୀ ଆଟ୍ରାକ୍ଟିଭ ଲାଗେ ହ୍ୟୁମାନ ଭାଇଙ୍କର। ତେବେ ଠିକ ଅଛି। ହାସ୍ୟ ଅଭିନେତା ମଧ୍ୟରୁ କମେଡିଆନ ମଧ୍ୟରୁ ପପୁ ପମ୍ପମ୍ ନା ପ୍ରଜ୍ଞା? ପପୁ ପମ୍ପମ୍। ତେବେ ଆଉ ଗୋଟେ କ୍ୱେଶ୍ଚନ ଅଛି, ଆମେ ବି କାହାଠୁ କମ ନୁହଁ ଆଜ୍ଞା ନା ଅଲଗା କୋଉ ପଡକାଷ୍ଟ? ଆମେ ବି କାହାଠୁ କମ ନୁହଁ ଆଜ୍ଞା। ତେବେ ଭାଇ ଆପଣଙ୍କ ସହିତ କଥା ହେଇ ବହୁତ ସାରା ଖୁସି ଲାଗିଲା। ତେବେ ଆପଣଙ୍କ ଜୀବନ ଏଇଟା ପ୍ରଥମ ଇଣ୍ଟରଭ୍ୟୁ ନା ଆଗରୁ କେବେ ଇଣ୍ଟରଭ୍ୟୁ ଦେଇଥିଲେ? ଇଣ୍ଟରଭ୍ୟୁ ଆଉ ଗୋଟେ ଦେଇଥିଲି, ବହୁତ ଦିନ ତଳେ ଦେଇଥିଲି। ଆଉ ମତେ ଟିକେ ନର୍ଭସ ଲାଗୁଛି, ଆଉ ବହୁତ ଖୁସି ଲାଗୁଛି ଭାଇ ଆସିଲେ। ଆଉ ଧନ୍ୟବାଦ। ତେବେ ଭାଇ ଆପଣଙ୍କ ମନରେ ସେମିତି କିଛି କ୍ୱେଶ୍ଚନ ଅଛି କି ଯୋଉ କ୍ୱେଶ୍ଚନ ଗୁଡାର ଆନ୍ସର ଦେବା ପାଇଁ ଆପଣଙ୍କ ଦର୍ଶକ ମାନଙ୍କୁ ଚାହୁଁଥିବେ? ଆମେ ଯେତେ ସାରା କ୍ୱେଶ୍ଚନ ଥିଲା ଆମେ ପଚାରି ସାରିଛୁ, ଆପଣଙ୍କ ମନରେ ସେମିତି କିଛି କ୍ୱେଶ୍ଚନ ଅଛି କି ଯୋଉ କ୍ୱେଶ୍ଚନ ଆନ୍ସର ଗୁଡା ଆପଣଙ୍କର ଦର୍ଶକ ମାନଙ୍କୁ ଦେବା ପାଇଁ ଆପଣ ଚାହୁଁଥିବେ? କ୍ୱେଶ୍ଚନ ନାହିଁ ଭାଇ, ବାସ୍ ଗୋଟେ ଜିନିଷ କହିବା ପାଇଁ ମୁଁ ଯାଉଛି, ବିଶେଷ କରି ଆମ ମହାନ୍ତ ପିଲାମାନଙ୍କୁ, ଯୋଉମାନେ ଆମ ମହାନ୍ତ ଗୀତକୁ ଶୁଣୁନାହାନ୍ତି, କିସ ଗୀତ କି ଗାଉଛନ୍, ନିଶ୍ଚିତ ଆମେ ମୟୂରଭଞ୍ଜ ଛୁଆ, ଆମ ନିଜ ଜାତିକୁ ସମସ୍ତେ ଭଲ ପାଆନ୍ତୁ, ଆମ ଗୀତରେ ସମସ୍ତେ ଭଲ ପାଇବା ଦିଅନ୍ତୁ, ଏତିକି ମୋ ରିକ୍ୱେଷ୍ଟ। କେବଳ ମହାନ୍ତ ବୋଲି କଥା ନୁହେଁ, ସମସ୍ତ ଗୀତକୁ ଭଲ ପାଇବା ଦିଅନ୍ତୁ। ଆମେ ମୟୂରଭଞ୍ଜରେ ରହିଛୁ ଭାଇ, ଜାଣିଥିବେ ଆମ ମୟୂରଭଞ୍ଜରେ ସମସ୍ତେ କଳାକାର କହିବାକୁ ତମେ ଗଲେ କିଛି ଭୁଲ ହବନି, ଏଠି ସମସ୍ତେ ଘରେ ଘରେ କଳାକାର ମାନେ ଅଛନ୍ତି। ତେବେ ସେଇ ଭିତରୁ ମହାନ୍ତି କୁଡୁମି ଯୋଉ ଗୀତ ଆପଣ ଗାଉଛନ୍ତି, ସେଇ ଭିତରୁ କୁଡୁମି ଗୀତ ହଉଛି ଅନ୍ୟତମ ଗୋଟେ। ତେବେ ବହୁତ ସାରା ଭଲ ପାଇବା ଦିଅନ୍ତି ମହାନ୍ତ ଗୀତକୁ। ଆମ ଗୋଟେ ରିଲ୍ସ ଇଭେଣ୍ଟ ଶୋ ଯୋଉଟା କି ଆମ ବମ୍ବେ ଛକରେ ଗୋଟେ ହେଇଥିଲା, ଆପଣ ଯାଇଥିଲେ? ହଁ ମୁଁ ଯାଇଥିଲି। ଆଚ୍ଛା, ତ ମତେ ବି ସେଇଠି ଡାକିଥିଲେ ଅର୍ଜୁନ ମହାନ୍ତ ଭାଇ। ତେବେ ମୋ ଘରେ କିଛି ପ୍ରୋବ୍ଲେମ ପାଇଁ ମୁଁ ସେଇଠିକୁ ଯାଇପାରିନଥିଲି। ସେଇଠିକୁ ଯାଇଥିଲେ ବୋଧହୁଏ ମୁଁ ଆହୁରି ବହୁତ ଲୋକମାନଙ୍କ ସହିତ କଥା ହେଇକି ବହୁତ ସାରା ଭଲ ପାଇବା ସାଉଁଟିଥାନ୍ତି ବୋଲି ମୋର ଆଶା, କିନ୍ତୁ ଘରେ ଯେହେତୁ ପ୍ରୋବ୍ଲେମ ହେଲା ଟିକେ, ତ ମୁଁ ଯାଇପାରିଲିନି। ତେବେ ମହାନ୍ତ ଗୀତକୁ ବହୁତ ସାରା ଭଲ ପାଇବା ଦିଅନ୍ତୁ, ଆଉ ବହୁତ ସାରା ମହାନ୍ତ ଗୀତକୁ ସପୋର୍ଟ କରନ୍ତୁ। ଏମିତି କିଛି ଗୀତ ଅଛି ମହାନ୍ତ ଗୀତ, ଯୋଉ ଗୀତ ଗୁଡା ଶୁଣିଲେ ଆପଣ, ଏମିତି କିଛି ଗୀତ ନାହିଁ ଯୋଉ ଗୀତ ଗୁଡାରେ ଆପଣ
ଆପଣଙ୍କର ଗୋଡ ଗୀତ ବାଜିଲା ମାତ୍ରେ ଉଠିବ, କିନ୍ତୁ ମହାନ୍ତ ଗୀତ ଗୋଟେ ଏମିତି ଅଛି ଆଜ୍ଞା ଆଜ୍ଞା ଗୀତ ବାଜିଲା ମାନେ ଆପଣଙ୍କର ଗୋଡ ନିହାତି ଭାବରେ ଉଠିବ, ଆଜ୍ଞା ଭାଇ। ଝୁମର ଗୀତ ଯୋଉଟା। ତେବେ ଆଗକୁ ଆସୁଛି ମକର, ସେ ମକରର ମହାନ୍ତ ଗୀତ, ମକର ପାଇଁ କିଛି ପ୍ରୋଜେକ୍ଟ ଅଛି? ପ୍ରୋଜେକ୍ଟ ଭାଇ ଏଯାଏଁ ତ କରିନି, ଆଜ୍ଞା, ଆଉ ଆଗକୁ ଆସୁଥିବା ପ୍ରୋଜେକ୍ଟ ବିଷୟରେ କିଛି କହିଦିଅନ୍ତୁ। ପ୍ରୋଜେକ୍ଟ ସେମିତି କିଛି ଭାଇ ଆଗକୁ ଆସୁଛି, 2-3ଟା ଗୀତ ଆସୁଛି। ମୁଁ ଏଥର ଲିରିକ୍ସ ଲେଖା ହେଇନି, ବାସ୍ ଟ୍ରାକ୍ ରେଡି ହେଇକି ଅଛି। ସେଟ୍ ଗୀତ ନା ସେଟ୍ ଗୀତ ବି ଅଛି, ତାପରେ ରୋମାଣ୍ଟିକ ଗୀତ ବି ଅଛି, ଆଉ ଟ୍ରାକ୍ ଲିରିକ୍ସ ଲେଖା ସରିଲା ପରେ ଯାଇକି ସେଗୁଡାକ ବାହାରିବ ଆଉ। ଆଚ୍ଛା। ତେବେ ଭାଇ ଆମ ସହିତ କଥା ହେଇକି କେମିତି ଖୁସି ଲାଗିଲା ମୁଁ ନିଜେ ହିଁ କହିଦଉଛି। ଆମ ସହିତ କଥା ହେଇକି କେମିତି ଲାଗିଲା ଆପଣ କୁହନ୍ତୁ। ଖୁସି ତ ଭାଇ ବହୁତ ଲାଗୁଛି, ଆଉ ବହୁତ ବହୁତ ଧନ୍ୟବାଦ ଦେବି ଆପଣ ମାନେ ଆସିଛନ୍ତି ଏତେ ଦୂରରୁ। ଆଉ ମୁଁ ତ ନଥିଲି, ମୁଁ କ୍ରିକେଟ ବି ଖେଳେ ଟିକେ ଟିକେ, ଆଜ୍ଞା। ଆଉ ପଡିଆରେ ଥିଲି, ଆପଣ ଯେହେତୁ କଲ୍ କଲେ ଆସିଛି ବୋଲିକି ଆସିଛି ଆଉ। ଭାଇଙ୍କ ଦେହରେ ସବୁ କିଛି ଖୁଞ୍ଚି ହେଇକି ରହିଛି। ତେବେ ଭାଇ ଆମ ପାଇଁ, ଆମ ଟିମ୍ ପାଇଁ କିଛି ଆମ ଦର୍ଶକ ମାନଙ୍କୁ କହିଦିଅନ୍ତୁ। ସମସ୍ତେ ଆମେ ବି କାହାଠୁ କହୁନୁ ଆଜ୍ଞା, ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ, ଆଉ ମତେ ବି ଟିକେ ଭଲ ପାଆନ୍ତୁ। ନିହାତି ଭାଇଙ୍କୁ, ସ୍ୱାଧୀନ ଭାଇଙ୍କୁ ବହୁତ ସାରା ଭଲ ପାଇବା ଦିଅନ୍ତୁ, ଆଉ ବହୁତ ସାରା ସପୋର୍ଟ କରନ୍ତୁ। ଆମେ ବି କାହାଠୁ କମ୍ ନୁହଁ ଆଜ୍ଞା, ଆମେ ବି କାହାଠୁ କମ୍ ନୁହଁ ଆଜ୍ଞାର ଟିମ୍ ଏଇ ପାଇଁ କାମ କରୁଛି। ଯୋଉ ଆମ ମୟୂରଭଞ୍ଜରେ ଏତେ ସାରା କ୍ରିଏଟର ମାନେ ଅଛନ୍ତି, ଏତେ ସାରା ବହୁତ ସାରା କ୍ରିଏଟର ମାନେ ଏମିତି କିଛି ଅଛନ୍ତି ଯୋଉମାନେ କେବେ ଲୋକଲୋଚନକୁ ଆସି ପାରୁନାହାନ୍ତି, ସେଇମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆମର ଗୋଟେ ସୁନ୍ଦର ପଦକ୍ଷେପ। ତେବେ ଆମ ସହିତ ଯୋଡି ହେଇକି ରୁହନ୍ତୁ। ଆଗକୁ ନୂଆ ନୂଆ ଏପିସୋଡ ଆସିବ ବହୁତ ସାରା, ଆମେ ମାନେ ଗୋଟେ ମାସରେ ତ 2-3ଟି ଏପିସୋଡ ଦେବା ପାଇଁ ମୁଁ ଚେଷ୍ଟା କରୁଛି। ତେବେ ଆମ ସହିତ ଯୋଡି ହେଇକି ରୁହନ୍ତୁ, ଭାଇଙ୍କ ସହିତ ଯୋଡି ହେଇକି ରୁହନ୍ତୁ। ପୁଣି ଦେଖା ହବ ଗୋଟେ ନ୍ୟୁ ଏପିସୋଡରେ, ଗୋଟେ ନୂଆ ଲୋକ ସହିତ, ଆଉ ଗୋଟେ ନୂଆ ଏପିସୋଡରେ। ତେବେ ସେତିକି ପର୍ଯ୍ୟନ୍ତ ଆମ ଶୋକୁ ବିଦାୟ ଦିଅନ୍ତୁ, ଆମକୁ ବିଦାୟ ଦିଅନ୍ତୁ, ଆଉ ଭାଇକୁ ବି ମଧ୍ୟ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ। ଜୟ ଗରାମ।